ମୋ ନାଁ ହେଉଛି ଗତିକୁଷ୍ଟ ମିଶ୍ର। ମୁଁ ଅରଖପାଳ ପଞ୍ଚାୟତର ସମିତି ସଭ୍ୟ। ମୋ ଡାକିବାର କାରଣ ହେଲା ଯେ ମୋର ଗୋଟେ ମିଛ ଭାଇରାଲ ଭିଡ଼ିଓ କିଛି ଦିନ ପୂର୍ବରୁ ଯେଉଁ ନୂତନ ଭତ୍ତା ଦିଆହେଲା, ସେ ଭତ୍ତା କେସରେ ମୋର ଗୋଟେ ପଇସା ଖାଇକି ମୁଁ ଭତ୍ତା ବନ୍ଦ କରିଦେବାର ଗୋଟେ ମିଛ ଭିଡ଼ିଓ ମୋ ନାଁରେ ଅପପ୍ରଚାର କରାଗଲା। ଏ ବିରୋଧୀ ଲୋକଙ୍କର ଚାଲରେ ଏଇ ଜିନିଷଟା ହେଇଛି। ଅଭିଯୋଗକାରୀ ଆମର ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଆପ୍ଲାଏ କରିଥିଲେ, କିନ୍ତୁ ଆମର ମଧୁବାବୁ ଯୋଜନାରେ ଆମର ଦିଆହେଇଥିଲା ନୂତନ ଭତ୍ତା ହେଇଥିଲା ମଧୁବାବୁ ଯୋଜନାରେ। ଆମର ଇନ୍ଦିରା ଗାନ୍ଧୀ ଭତ୍ତା ଯୋଜନା କରାଯାଇ ନାହିଁ, କିନ୍ତୁ ସେ ଇନ୍ଦିରା ଗାନ୍ଧୀ ଭତ୍ତାରେ ଆପ୍ଲାଏ କରିଥିଲେ। କିନ୍ତୁ ସେ କିଛି ନ ଜାଣି ତାଙ୍କ କୌଣସି ଲୋକର ପ୍ରଲୋଭନରେ ସେ ମିଛ କଥା ପ୍ରଚାର କରିବା ନାହିଁ। ସେ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଖବର, କାରଣ ତାଙ୍କର ଭତ୍ତା ହେଇନି। ତାଙ୍କର କୋଉ ଉପାୟରେ ମୁଁ ତାଙ୍କର 1000 ଟଙ୍କା ନେଇକି ଭତ୍ତା କରେଇଦେବିନି? ତାଙ୍କର ତ ନୂତନ ଭତ୍ତା ହେଇପାରୁନି। ପ୍ରମୋଦ ମିଶ୍ର, ମୁଁ ରାଗରେ ଭତ୍ତା ନପାରି ମୁଁ କହିଦେଲି କ'ଣ, ମୁଁ କହିଲି ଭତ୍ତା ମୋତେ 1000 ଟଙ୍କା ସତତା କହି ମିଛ ନାହିଁ କରିପାରେ। ଟେନସନ୍ କ'ଣ ମୋତେ କଲା ପୁତ୍ର ଆସିବ, ମୁଁ ଜାଣିଛି ମୋ ଭତ୍ତା ମିଳିଲାଠୁ ମୁଁ ପଇସାଟା ମୁଁ କହିଲି ମୋତେ ପଇସା ନେଇଛି ମୁଁ କହିଦେଇଥିଲା। ତୁ ପଇସା ନଦେଲେ ପଇସା ମାଗିଲେ ମୁଁ ପଇସା ନଦେଲେ ମୁଁ ଭତ୍ତା ମୁଁ ହେବନି କହିଥିଲା। ଯେହେତୁ ମୁଁ କହିଲି କାହିଁ କହିବାକୁ ମୁଁ ମୋତେ କିଏ ଶିଖେଇ, ମୁଁ ନିଜେ କହିଥିଲି। ମୁଁ ନିଜେ କହିଥିଲି ମୋତେ ପଇସା ଭତ୍ତା ଦେଲେ। ଭତ୍ତା ସାଙ୍ଗେ ସାଙ୍ଗେ ହେଇଥିଲା, ମୋର ଭତ୍ତା ହେଇଛି। ମୁଁ ସତତା କହିଥିଲି। ଭତ୍ତା ଦେଇଥିଲି ମୁଁ ନିଜେ ଦେଇଥିଲି। ମଗର ଏଇଟା ମଧୁବାବୁ କୋର୍ସ ଯାଇଥିଲି, ଦୀପା ଯାଇଥିଲି। ସେ କ'ଣ ହେଇଛି ମୁଁ ଜାଣିନି। ମଧୁବାବୁ ମୋର ହେଇଯିବ ଆପ୍ଲାଏ କରିଥିଲି ମଧୁବାବୁ ନିଜେ ମୋ ପାଖକୁ ତ ସେମିତି ଲିଖିତ ଅଭିଯୋଗ କିଛି ଆସିନଥିଲା। ତେବେ କୌଣସି ଗୋଟେ ନ୍ୟୁଜ୍ ର ଆଇଟମରେ ମୁଁ ଦେଖୁଥିଲି ଲିଙ୍କରେ ଯେ ଜଣେ ବ୍ୟକ୍ତି ଅଭିଯୋଗ କରୁଛନ୍ତି ଅରଖପାଳ ପଞ୍ଚାୟତରେ ସମିତି ସଭ୍ୟ ତାଙ୍କୁ କିଛି କ'ଣ ପଇସା ମାଗିଛନ୍ତି, ଯେଉଁଥିପାଇଁ ତାଙ୍କର ଭତ୍ତା କାଟି ଦେଇଛନ୍ତି ବା ଏଇଭଳି ଗୋଟେ ଅଭିଯୋଗ କରିଥିଲେ। ଆମେ ସେ ବ୍ୟକ୍ତିଙ୍କ ନାଁ ଯାହା ଆମେ ସିଷ୍ଟମରେ ଚେକ୍ କଲୁ, ସେ ବ୍ୟକ୍ତି ଜଣକ ଇନ୍ଦିରା ଗାନ୍ଧୀ ଆମର ଯେଉଁ ଭତ୍ତା ଓଲ୍ଡ ଏଜ୍ ପେନସନ ଯୋଜନାରେ ସେ ଆପ୍ଲାଏ କରିଛନ୍ତି, ଯେଉଁଟାକି ବର୍ତ୍ତମାନ ସବ୍ କଲେକ୍ଟରଙ୍କ ମାନେ ପାଖରେ ପେଣ୍ଡିଂ ଅଛି। ହୁଏତ ସେଇଟା ଆପ୍ରୁଭ୍ ହେଲା ପରେ ଆସନ୍ତା ମାସରୁ ଯଦି ଏଲିଜିବଲ୍ ହେଇଥିବେ ତାହେଲେ ଭତ୍ତା ପାଇବେ। ଏବେ ତାଙ୍କର ମୁଁ ଭାବୁଛି ଯାହା କନଫ୍ୟୁଜନ୍ ହେଇଥିବ, ଆମେ ରିସେଣ୍ଟଲି ମଧୁବାବୁ ଯୋଜନାରେ ଯେଉଁ ଅଧିକ କିଛି ଟାର୍ଗେଟ୍ ଆମର ଆସିଥିଲା, ଯେଉଁଗୁଡ଼ିକ ଆମେ ଫେବୃଆରୀ ମାସରେ ବର୍ଦ୍ଧିତ ପଇସା ଏବଂ ବଣ୍ଟନ କରାଗଲା, ସିଏ ଭାବିଥିବେ ସେ ବ୍ୟକ୍ତି ଜଣକ ଯେ ବୋଧହୁଏ ମୋର ଏଇ ଭତ୍ତା ଏଥିରେ ପାଇବାର ଥିଲା, ପାଇଲେନି। କିନ୍ତୁ ମୁଁ କ୍ଲାରିଫାଏ କରିବାକୁ ଚାହିଁବି, ସେ ବ୍ୟକ୍ତିଙ୍କୁ ବି ଗତକାଲି ସମିତି ସଭ୍ୟ ତାଙ୍କୁ ବୁଝେଇଛନ୍ତି ଯେ ଏଇ ଯେଉଁ ଭତ୍ତାଟି ଏବେ ପଞ୍ଚାୟତରେ ଦିଆଯାଇଛି, ହାତକୁ ହାତ ଯେଉଁଟା ଦିଆଯାଏ ସେଇଟା ମଧୁବାବୁ ଯୋଜନାର ଭତ୍ତା। ଯେଉଁଟା ଇନ୍ଦିରା ଗାନ୍ଧୀ ସ୍କିମ୍ର ଭତ୍ତା ସେଇଟା ଡିବିଟି ମୋଡ୍ରେ ଡାଇରେକ୍ଟ ବେନିଫିସିଆରୀ ଆକାଉଣ୍ଟକୁ ଟ୍ରାନ୍ସଫର ହୁଏ, ଯେଉଁଟାକି ହାତକୁ ପଇସା ଦିଆଯାଏ ନାହିଁ। ଏବଂ ସେ ସେଇ ସ୍କିମ୍ରେ ଆପ୍ଲାଏ କରିଛନ୍ତି, ଯେଉଁଟାକି ବର୍ତ୍ତମାନ ଆମେ ସିଷ୍ଟମରେ ଚେକ୍ କଲୁ, ସେଇଟା ସବ୍ କଲେକ୍ଟର ଲଗଇନ୍ରେ ପେଣ୍ଡିଂ ଅଛି। ଆପ୍ରୁଭ୍ ହେଲା ପରେ ସେ ଆସନ୍ତା ମାସରୁ ପାଇବେ। କୈଳାସ ବରାଳ ସେ ଯାଇଥିଲେ ସେ ପେନସନ, ସେ ଯେଉଁ ମଧୁବାବୁ ପେନସନ ପାଇଁ ସେ ଇନ୍ଦିରା ଗାନ୍ଧୀ ଫର୍ମ ପକେଇଥିଲେ। କିନ୍ତୁ ଏ ମଧୁବାବୁ କହିଲେ ସେ ଭତ୍ତା ସେଦିନ ମିଳିଲାନି। ସେଇଟା ମୁଣ୍ଡ ଟେନସନରେ କହିଦେଲେ ଯେ ସେ ମୁଣ୍ଡ ତାଙ୍କର ଠିକଣା ନାହିଁ, ଯେ ଏମିତି ସମିତି ମେମ୍ବର ନାଁରେ ଗୋଟେ ମିଥ୍ୟା ଅପବାଦ ଦେଲେ। ଆଜି ସେ କହୁଛନ୍ତି ଯେ ନା ଏଇଟା ମୁଁ ଭୁଲ ଅର୍ଥରେ କହିଦେଇଛି, ଏଇଟା ମୋର ମୁଁ ନିଜେ ଅନୁଭବ କରିକି ଆଜି ତାକୁ ଫେରେଇ ନେଉଛି।